ସାଙ୍ଗମାନେ ତାଙ୍କର କ'ଣ ସଉଦାପତ୍ର ବ୍ରହ୍ମଗିରିରୁ ଆସିବ। ଆମେ ଯାଉଛୁ 2 ଜଣ ଆଣିବୁ। ଆଣିଲା ପରେ କ'ଣ ରୋଷେଇବାସ ହଇଲେ ସେଥିପାଇଁ ମୋତେ ଡାକୁଛି ସେ ଜଣେ ଗୋଟେ ପିଲାଟା। ତାର ମୋର ଆମେ ଯାଉଛୁ ମାର୍କେଟ। ଆସନ୍ତୁ ଦେଖିବା କ'ଣ ଆଣୁଛି। ଗୁଡ୍ ମର୍ଣ୍ଣିଂ ସାଙ୍ଗମାନେ, କେମିତି ଅଛନ୍ତି? ଆଶା କରୁଛି ନିହାତି ଭଲରେ ଥିବେ। ମୁଁ ବି କିନ୍ତୁ ଭଲରେ ଅଛି ସାଙ୍ଗମାନେ। ଗାଧୋଇକିରି ଆସିଲି ଆଜି, ମାନେ ବହୁତ ଜୋର ଥଣ୍ଡା ଅଛି, ଜ୍ୟାକେଟ୍ ପିନ୍ଧିଦେଇଛି। ତାପରେ ବି ଆଜି କାମକୁ ଯିବାର ଅଛି, ମାନେ ଜଣଙ୍କର ଢଳେଇ କରିବାର ଅଛି। ତାଙ୍କର କାମ ହବ ଏଇନେ, ଗୋଟେ ଖାଇକିରି ଯିବି ଏଇନେ। ଟିକେ ନା ଖରାକୁ ଯିବାକୁ ପଡ଼ିବ, ମାନେ ବହୁତ ଶୀତ ହେଉଛି ନା, ସେଥିପାଇଁ ଟିକେ ଖରାକୁ ଟିକେ ଯିବାକୁ ପଡ଼ିବ। ଟିକେ ଯାଉଛି। ଆମ ବୋଉ ବି କ'ଣ କରୁଛି ଦେଖିବା। ଆମ ବୋଉ ବି ଖରାରେ ବସିଛି। ଆମରି ଦୁଆରେ ମୁହଁରେ ବସିଛି, ହେଲେ ଖରା ପଡ଼ିଛି ସେଇଠି ତ, ସେଥିପାଇଁ ଆଜି ଖରାରେ ବସିଛି। ଦେଖନ୍ତୁ ଏଠି ଖରାରେ ବସିଛି। ସେ ଗାଧେଇକି ଆସିଲି ହାରି, ଖରାରେ ବସିଛି। ଆମ ଝିଅ ତ ରୋଷେଇ କରୁଛି, ଆମ ଭାଇ ତ କୁଆଡ଼େ ଯାଇଛି ବୋଧେ। ତାପରେ ମୁଁ ରହୁଛି, ଖରାରେ ଟିକେ ଯିବାକୁ ପଡ଼ିବ। ମାନେ ଭୋକ ହେଲେ ଗୋଟେ ଖାଇଦେଇକିରି ଆସିବା, ଖାଇଦେଇ କାମକୁ ଯିବାକୁ ପଡ଼ିବ। ମାନେ ତାଙ୍କର ତ କିଛି ହବ ନାହିଁ, କାମ ଷ୍ଟାର୍ଟ ହେଉଛି। କାମ ହେଲେ ଯିବା, ଖାଇଦେଇକିରି ଖାଇବାକୁ ଯାଉଛି ମୁଁ। ଭାଇ ଗୋଟେ ଖିଆ ହେଇଗଲା, ମାନେ ଖାଇଦେଲି। ତାଙ୍କର କାମକୁ ଯିବାକୁ ପଡ଼ିବ। କାମ ତାଙ୍କର ଷ୍ଟାର୍ଟ ହବ ନାହିଁ, କାମ ଷ୍ଟାର୍ଟ ହେଲେ ଯିବେ। ସେ ପର୍ଯ୍ୟନ୍ତ ପାଇଁ ରହୁଛି। ତାଙ୍କର କ'ଣ ହେଉଛି ଦେଖିବା, ମିସ୍ତ୍ରୀ ମାନେ କ'ଣ କରନ୍ତି ଦେଖିବା। ତାଙ୍କର କାମ ଷ୍ଟାର୍ଟ ହେଇନି, ମାନେ ଦେଖିବା କ'ଣ ହେଉଛି, କ'ଣ କରୁଛି ଦେଖିବା ଟିକେ। ତାଙ୍କର ମିସ୍ତ୍ରୀ ତାଙ୍କର ରିଙ୍ଗ ମୋଡୁଛି, ମାନେ ରିଙ୍ଗ ଦରକାର ହେଉଛି ତ, ମୁଁ ରିଙ୍ଗ ମୋଡୁଛି। ଅଧା କାମ ବାକି ଅଛି, କାମ ସରିଲେ ଢଳେଇ ହବ। କାମ ଶେଷ ହେଇନି ବି, ଆହୁରି କାମ ଅଛି ବାକି। ଚାଲି ବାଲି ଫାଲି ପକିଆ ପକି, ଦେଖନ୍ତୁ ବାଲି ଫାଲି ପକିଆ ପକି ଚାଲି ମେସିନରେ। ବାଲି ଗୋଡ଼ି ସବୁ ସିମେଣ୍ଟ। ମାନେ ମାଛ କିଣିବାକୁ ଯାଇଛୁ, ମାଛ କିଣିବାକୁ ଯାଇଛୁ। ସେଠୁ ମାଛ ନେଇକି ଯିବୁ। ଆସୁଛୁ ରୋଷେଇ ହବ ତ, ମାଛ କିଣିବାକୁ ଆସିଛୁ। ମାଛ କିଣିକି ଯିବୁ। ସେମାନେ ଓଭର ରେଟ୍ ଆମେ ଟିକେ ବୁଝୁଛୁ ଏଠି ସେଠି, ମାନେ ସମସ୍ତେ କହନ୍ତି ଓଭର ରେଟ୍। ଆମେ ଟିକେ ବୁଝୁଛୁ ଏଠି ସେଠି, କମ୍ ବୁଝେଇ ନେବୁ। ଠିକ୍ ସେ କମ୍ପିଟିସନ୍ ଉପରେ ଚାଲିଛି ନା। ସାଙ୍ଗମାନେ ମାଛ ଆମର ୱେଟ୍ ହେଉଛି, ମାନେ ଆମେ ୱେଟ୍ କରି ନେବୁ। ମାଉସୀ ଦେଉଛି ଆମର। ସାଙ୍ଗମାନେ ଆମର ମାଛ କଟା ହେଉଛି, ମାନେ ୱେଟ୍ ସରିଲା। ମାନେ ଆମର କାଠଆଡ଼ି ପାଖରେ ଅଛି ମାଛ ଗୋଦାମଟା। ଆମର ମାଛ ତ କଟା ହେଇଗଲା, ୱେଟ୍ ହେଇଗଲା, କଟା ହେଉଛି। କଟା ସରିଲେ ଆମେ ନେଇକି ଯିବୁ ପଇସା ପତ୍ର ଦେଇକିରି। ମାଛ ଆମର ଅଧା କଟା ସରିଲେ, ଆଉ କିଛି ଅଳ୍ପ ଅଛି। ମାନେ ଆମର ମାଛ କଟା ସରିଲେ, ମାନେ ଅଳ୍ପ ଅଛି। ମାନେ ମାଛ କଟା ସରିଲେ ଆଉ ଗୋଟେ ଆଡ଼େ ଯିବୁ, ମାନେ ଆଉ ଉଠେଇକି ସେ ଜିନିଷଟା ନେଇକି ଘରକୁ ଯିବୁ ବୋଲି। ମାଛ ଆଣିଦେଲୁ, ମାନେ ମାଛ ରଖିବା ଗୋଟେ ଆଡ଼େ ଯିବୁ। ମାନେ ଏଇଠିକି ଆସିଛୁ, ମାନେ ଜାଣିଯାଇଥିବେ ତ କ'ଣ ଏଠି ମିଳୁଛି ଆଉ। ଆମେ ଏଇଠି ଆସିଥିଲୁ ନେବା ପାଇଁକି, ଏଇନା ଆଣିବ ନେଇକି ଆସିବ। ଜାଣିପାରୁଥିବେ ତ କ'ଣ ବିକ୍ରି ହେଉଛି ଏଠି, ଦେଖିବେ। ଆରି ପାଇଁ ଆମେ ଆସିଥିଲୁ, ଏଇଟା ନେଇକିରି ଆମ ଘରକୁ ଯିବୁ ଡାଇରେକ୍ଟ। ଭାଇ ରୁଆ ହେଇନି, ଗଲେ ରୋଷେଇ ହେବ। ମାଛ ନେଇକି ଗଲେ, ମାନେ ତାର ଛାତ ପଡ଼ିଛି ତ, ସେଥିପାଇଁକା ରୋଷେଇ ହେଲେ ଲୋକମାନେ ଖାଇବେ କାମ ସରିଲେ। ସେଥିପାଇଁ ନେବାକୁ ଆସିଛୁ ଆମେ। ତାର ମୋର ମାଛ ନେଲୁ, ତାପରେ ଏଇ ଜିନିଷଟା ନେଇକି ଯିବୁ। ରହୁଛି। ସେ ନେବାକୁ ଯାଇଛି, ମାନେ ମୋ ସାଥିରେ ଯିଏ ଆସିଥିଲା ସେ ଆଣିବାକୁ ଯାଇଛି। ଧରିକି ଆସିବ, ପଇସା ପେ କରିଦେଲା, ତାପରେ ନେଇକି ଆସିବ। ଏଇନେ ଦେଖନ୍ତୁ ନେଇକି ଆସିଛି, 2ଟା ନେଇକି ଆସିଛି, 3ଟା ନେଇକି ଆସିଛି। ସାଙ୍ଗମାନେ ଆମେ ଏଠି ଥଣ୍ଡା ନେବୁ, ମାନେ ଲୋକମାନେ ପିଇବେ। କାମ ବହୁତ କଷ୍ଟ କରନ୍ତି ନା, ସେଥିପାଇଁ ଥଣ୍ଡା ଫଣ୍ଡା ପିଇବେ ଟିକେ। ଏଠି ଥଣ୍ଡା ନେଇ ଘରକୁ ଯିବୁ ଭାରି। ସବୁ ରୋଷେଇ ହବ ଏଇନେ ଗଲେ।
ରୋଷେଇ ଚାଲିଛି ମାଛ ସବୁ ଧରିକି ଆମେ ଆସିକରି କଟାକଟ ସବୁ ଚାଲିଛି କଟାକଟ ସବୁ ଚାଲିଛି କାମ ଚାଲିଛି ସିଆଡ଼େ ଚିଙ୍ଗୁଡ଼ି ଭଜା ସରିଯାଇଛି ସେମାନେ ତାଙ୍କର କାମ ଅଧେ ବି ସରିଗଲେ ଆଉ ଅଳ୍ପ ଅଛି ସରିଲା ପରେ ବି ଖାଇବାକୁ ଯିବେ ଆଉ ଅଳ୍ପ ଅଛି କାମ ଦେଖନ୍ତୁ ସରିଗଲି କାମ ଆଉ ଅଳ୍ପ ଅଛି ଦେଖନ୍ତୁ ରୋଷେଇ ବସିছে ସବୁ କଟାକଟି ହେଇଯାଇଛି ମାନେ ସବୁ କଟାକଟି ହେଇଯାଇଛି ମାନେ ବସିଛି ତରକାରୀ ଭାତ ବି ହେଇଗଲି ଦେଖନ୍ତୁ ସବୁ କଟାକଟି ହେଇଯାଇଛି ମସଲା ମସଲି ସବୁ କଟାକଟି ହେଇଯାଇଛି ସରିଗଲି ଆଉ ଅଳ୍ପ ଅଛି ହାତରେ ଗୋଳଉଛନ୍ତି ସାରା ଲୋକମାନେ ଗାଧୁଛନ୍ତି ଦେଖନ୍ତୁ ଗାଧେଇକିରି ଖାଇବେ ରୋଷେଇ ସରିଲାଣି ସମସ୍ତେ ଖାଇବେ ଦେଖନ୍ତୁ ରୋଷେଇ ସରିଲା ଆମେ ଗୋଟେ ଖାଇଗଲୁ ମାନେ ଆହୁରି ଲୋକ ଅଛନ୍ତି ଆହୁରି ଖାଉଛନ୍ତି ଦେଖନ୍ତୁ ଖାଉଛନ୍ତି ସେମାନେ ଅଧା ଲୋକ ଖାଉଛନ୍ତି ଦେଖନ୍ତୁ ସାଙ୍ଗମାନେ ଭିଡ଼ିଓଟି କେମିତି ଲାଗିଲା आशा कर निहाती कमेंट बॉक्स जानवे एवं लाइक करेंगे शेयर करेंगे और सब्सक्राइब करेंगे प्लीज़ दया करके रोची बाय भाई चैनल को मो चैनल को सब्सक्राइब करेंगे प्लीज़ रोची।